पुराणରୁ ଆମେ ଶୁଣିଛୁ ମହର୍ଷି ଦଧିଚି ଦେବରାଜ ଇନ୍ଦ୍ରଙ୍କୁ ନିଜ ଅସ୍ଥି ଦାନ କରିଥିଲେ। ଦଧିଚିଙ୍କର ଅସ୍ଥିକୁ ଇନ୍ଦ୍ର ବଜ୍ର ରୂପେ ବ୍ୟବହାର କରୁଥିଲେ। ଇଏ ତ ହେଲା ପୁରାଣ ଯୁଗର କଥା। ଆଧୁନିକ ବିଜ୍ଞାନ ଯୁଗରେ ଅଙ୍ଗଦାନ ପାଇଁ ପ୍ରତିବଦ୍ଧ ଜଣେ ବ୍ୟକ୍ତି ମୃତ୍ୟୁ ପରେ ନିଜ ଅଙ୍ଗଦାନ କରି ବହୁ ଜୀବନ ରକ୍ଷା କରିପାରିବେ। ଆଜି ଆମେ କଥା ହେବା ଅଙ୍ଗଦାନ ବିଷୟରେ। ନମସ୍କାର, ମୁଁ ମନୋଜ। ଆଜିର ହେଲ୍ଥ ଶୋକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଅଙ୍ଗଦାନ ସମ୍ପର୍କିତ ବିଷୟଗୁଡ଼ିକ ସମ୍ପର୍କରେ ଚର୍ଚ୍ଚା କରିବା ପାଇଁ ମୋ ସହିତ ଜଣେ ବିଶେଷଜ୍ଞ ଷ୍ଟୁଡ଼ିଓରେ ଅଛନ୍ତି। ଆମେ ସ୍ୱାଗତ କରିବା। ମୋ ସହିତ ଅଛନ୍ତି ଡକ୍ଟର ରୁଦ୍ରାଶିଷ ସାମଲ, କିଡନୀ ରୋଗ ବିଶେଷଜ୍ଞ, ଜଏଣ୍ଟ ଡାଇରେକ୍ଟର ଷ୍ଟେଟ୍ ଅର୍ଗାନ୍ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟେସନ୍ ଅର୍ଗାନାଇଜେସନ୍। ସାର୍, କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆପଣଙ୍କୁ। ଅଙ୍ଗଦାନ ସମ୍ପର୍କିତ ଯେଉଁ ଆଜିର ବିଷୟ ଅଛି, ଏଥିରୁ ଆମେ ଯେଉଁ ବେସିକ୍ ପ୍ରେମିସେସ୍ ଅଛି ଡିସ୍କସନ୍ର ମୌଳିକ ବିଷୟରୁ ଆମେ ଆରମ୍ଭ କରିବା କି ଅଙ୍ଗଦାନ କ'ଣ ଏବଂ କାହିଁକି କରାଯିବାର ଆବଶ୍ୟକତା ଆସିଲା। ଆଜ୍ଞା ଅଙ୍ଗଦାନ ତ ଆପଣ ଅର୍ଗାନ୍ ଡୋନେସନ୍ ସମସ୍ତେ ଶୁଣିଥିବେ। ଅଙ୍ଗଦାନର ରିକ୍ୱାରମେଣ୍ଟ କାହିଁକି ହେଉଛି? ଆମ ଭାରତବର୍ଷରେ ଆଜିକା ଡେଟ୍ରେ 5 ଲକ୍ଷ ଲୋକ ପ୍ରତିବର୍ଷ ମୃତ୍ୟୁ ଡେଥକୁ ମିଟ୍ କରୁଛନ୍ତି ବିକଜ୍ ଅଫ୍ ଲ୍ୟାକ୍ ଅଫ୍ ଅର୍ଗାନ୍ର ଅଭାବରୁ। କାହାକୁ ଗୋଟେ ଲିଭରଟେ ଦରକାର, କାହାକୁ ଗୋଟେ କିଡ଼ନୀଟେ ଦରକାର, କାହାକୁ ଗୋଟେ ହାର୍ଟଟେ ଦରକାର। ଅର୍ଗାନ୍ର ଅଭାବରୁ ଏତିକି ଜଣ ଆମେ ଲାଇଫ୍ ଲୁଜ୍ କରୁଛୁ। ଆଉ ଅର୍ଗାନ୍ ଡୋନେସନ୍ ଦୁଇ ଟାଇପ୍ର ଅଛି, ଲାଇଫ୍ ରିଲେଟେଡ୍ ଆଉ ଗୋଟେ ହେଲା ଡିସିଜ୍ଡ ଅର୍ଗାନ୍। ଯେଉଁ ଆମର ଏତେ ରିକ୍ୱାରମେଣ୍ଟ ରହୁଛି ଅର୍ଗାନ୍ର, ସେଇ ରିକ୍ୱାରମେଣ୍ଟଟା ଆମେ ଲାଇଫ୍ ରିଲେଟେଡ଼୍ରୁ ହୋଇପାରୁନୁ। ଯେଉଁମାନେ ବଞ୍ଚିଥିବା ଅବସ୍ଥାରେ ଦେଇପାରିବେ ତାଙ୍କ ଅଙ୍ଗ, ସେଇଟା ଲାଇଫ୍ ରିଲେଟେଡ଼୍ ହେଲା। ସେଇଥିପାଇଁ ଆମକୁ ଅର୍ଗାନ୍ ଡୋନେସନ୍, ଯେଉଁଟା ଡିସିଜ୍ଡ ଅର୍ଗାନ୍ ଡୋନେସନ୍ ଉପରେ ଆମକୁ ରିଲାଏ କରିବାକୁ ପଡ଼ିବ। ଆପଣ କହିବାକୁ ଚାହୁଁଛନ୍ତି କି ଜଣେ ମୃତ ବ୍ୟକ୍ତିର ଶରୀରରୁ ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଶରୀରକୁ ଅଙ୍ଗ ବାହାର କରି ପ୍ରତ୍ୟାରୋପଣ କରିବା ଗୋଟିଏ ପ୍ରକାରର ଡୋନେସନ୍ ହେଲା, ଆଉ ଗୋଟିଏ ହେଲା ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ କିଛି ଟିସ୍ୟୁ ବା କିଛି ଅଙ୍ଗ ବାହାର କରି ଜଣେ ଜୀବନ୍ତ ବ୍ୟକ୍ତି। ଇଏ ହେଲା କ'ଣ ହେଲା ଏବଂ କାହିଁକି ଆପଣ କହୁଥିଲେ କି ବହୁତ ସମୟରେ ଯେଉଁ ଗ୍ରହୀତା ମାନଙ୍କର, ରେସିପିଏଣ୍ଟ ମାନଙ୍କର ଆବଶ୍ୟକତା ଥାଏ ଯାହା ପୂରଣ ହେଇପାରେନି। ଆଉ କ'ଣ ଆବଶ୍ୟକତାରୁ ଆରମ୍ଭ ହେଲା ଅଙ୍ଗଦାନର ତ ହିଷ୍ଟ୍ରି ବହୁତ ଆଗରୁ। ଆପଣ ତ ମିଥୋଲୋଜିକାଲରୁ ଷ୍ଟାର୍ଟ କଲେ ଯେଉଁ ଇନ୍ଦ୍ରଙ୍କ, ସେମିତି କହିବାକୁ କହିବେ ଗଣେଶ ହେଲେ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ ହେଇଛି। ଗଣେଶଙ୍କ ମୁଣ୍ଡ ଶିବ ଟ୍ରାନ୍ସପ୍ଲାଣ୍ଟ କରିଥିଲେ। ତ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟର ହିଷ୍ଟ୍ରି ଇଣ୍ଡିଆ ସିଭିଲାଇଜେସନ୍, ଫରେନ୍ ସିଭିଲାଇଜେସନ୍ରେ ବି କାଇମେରା ଯେଉଁଟା କହୁଛନ୍ତି, ସେସବୁ ଆମର ଏଇଟା ସିଭିଲାଇଜେସନ୍ ଥ୍ରୁ ଆଉଟ୍ ଟ୍ରାନ୍ସପ୍ଲାଣ୍ଟେସନ୍ର ଇଣ୍ଡିକେସନ୍ ସବୁ ରହିଛି, ଫ୍ୟୁଜ୍ କରାହେଇଛି। ଆଉ ଆଜିକା ଡେଟ୍ରେ ଆମର ସେତିକି ସାଇଣ୍ଟିଫିକ୍ ଆଡ଼ଭାନ୍ସମେଣ୍ଟ ଅଛି କି ଆମେ ଗୋଟେ ଅନ୍ୟର ଶରୀରରୁ ଗୋଟେ ଅଙ୍ଗ ଆଣିକି ଆଉ ଜଣେ ଲୋକରେ ଲଗେଇ ପାରିବୁ। ବହୁତ ଦିନ ପର୍ଯ୍ୟନ୍ତ ଏଇଟା କ'ଣ ହେଉଥିଲା କି ଫରେନ୍ ଜିନିଷ ଯଦି ଆମ ଅଙ୍ଗରେ ଲଗାଅ, ଦେହରେ ଲଗାହବ, ସେ ସାଙ୍ଗକୁ ରିଜେକ୍ଟ କରିବ। ଏଇଟା ତ ମୋର ନିଜର ନୁହେଁ, ରିଜେକ୍ଟ କରିବ। ସେଇଥିପାଇଁ ଆମର ବହୁତ ଷ୍ଟ୍ରଗଲ୍ ପରେ ସେତିକି ମେଡ଼ିକେସନ୍, ଔଷଧ ସବୁ ବାହାରିଲା ଯେଉଁଟାକି ଏଇ ରିଜେକ୍ସନ୍ଟାକୁ ଚାପିକି ରଖିପାରିବ। ତ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ଯେଉଁଟାକି ଅଙ୍ଗଦାନ ଭାବିପାରିବେ, ଏଇଟା ଗୋଟେ ମେଡ଼ିକାଲ ମିରାକଲ୍। ଯଦି 5ଟା ମେଡ଼ିକାଲ ମିରାକଲ୍ କୁହାଯାଇପାରିବ ଲାଷ୍ଟ ସେଞ୍ଚୁରୀରେ ହେଇଛି, ତା ଭିତରୁ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ନିହାତି ଗୋଟେ। ସେଥିପାଇଁ ଆମେ ଗୋଟେ ଜାତୀୟ ଦିବସ ବି ପାଳନ କରୁଛୁ। ଆଜ୍ଞା ଜାତୀୟ ଦିବସ ଇଣ୍ଡିଆନ୍ ଯେଉଁଟା ନ୍ୟାସନାଲ୍ ଅର୍ଗାନ୍ ଡୋନେସନ୍ ଡେ ନଭେମ୍ବର 27ରେ ପାଳିତ ହେଉଛି। ଆମେ ଏଇଟା 12th ଇୟର୍ରେ ଆମେ ଚାଲୁଛୁ। ଆଉ ୟାର ଇଏ ହେଲା କି ଆମେ ଅର୍ଗାନ୍ ଡୋନେସନ୍ ବିଷୟରେ ପବ୍ଲିକକୁ ଅଧିକ ଲୋକ ସଚେତନ ହେବେ ଏ ବିଷୟରେ ଏବଂ ଅଧିକରୁ ଅଧିକ ଲୋକ ଅଙ୍ଗଦାନ କରିବେ। ତାହେଲେ ମୋତେ କହିବେ କି କେଉଁଭଳି ବ୍ୟକ୍ତିମାନେ ଅଙ୍ଗଦାନ କରିପାରିବେ? ଅଙ୍ଗଦାନ ଯେଉଁଟା ମୁଁ ଡିସିଜ୍ଡ ଅର୍ଗାନ୍ ଡୋନେସନ୍ ବିଷୟରେ କହୁଛି, ଯେଉଁଟାକି ମୃତ ବ୍ୟକ୍ତିଙ୍କର, ସେଥିରେ ଏଜ୍ର କିଛି ଇସ୍ୟୁ ନାହିଁ। କେହି ବି ଟ୍ରାନ୍ସପ୍ଲାଣ୍ଟେସନ୍ ଦେଇପାରିବେ ନିଜ ଅଙ୍ଗ। ଛୋଟ ଛୁଆଠୁ ନେଇକି ବୃଦ୍ଧ ଲୋକ ଦେଇପାରିବେ। ତାର କିଛି ମେଡ଼ିକାଲ କଣ୍ଡିସନ୍ ଅଛି ଯେଉଁଥିରେ ମଣିଷ ଦେଇପାରିବନି। ଜଣେ ଆକ୍ଟିଭ୍ କ୍ୟାନ୍ସରରେ ଅଛି, ଜଣଙ୍କର ଅନକଣ୍ଟ୍ରୋଲ ଇନଫେକ୍ସନ୍ ରହୁଛି, ସେତିକି ବେଳେ ତାଙ୍କର ଡେଥ୍ ହେଇଛି। ଆଉ କିଛି ମାତ୍ର ଭାଇରାଲ୍ ଇନଫେକ୍ସନ୍ ଅଛି, ଲାଇଫଷ୍ଟାଇଲ୍ ଡିଜିଜ୍ ଗୋଟେ ଅର୍ଗାନ୍ ଦେବା ପାଇଁ କିଛି ଗୋଟେ କଣ୍ଟ୍ରାଇଣ୍ଡିକେସନ୍ ନୁହେଁ। ସେଇଟା ପର୍ସନ୍ ଟୁ ପର୍ସନ୍ ଭ୍ୟାରି କରେ। ପଛେ ଛୋଟ 3 ମାସ ଛୁଆ ବି ଯଦି କେଉଁ ଦୁର୍ଭାଗ୍ୟବଶ ତାର ଜୀବନ ହରଉଛି, ସିଏ ବି ତାର ଅଙ୍ଗ ଦେଇପାରିବ। 90 ବର୍ଷ ବୃଦ୍ଧ ଲୋକ ବି ଯଦି ତାର କିଡ଼ନୀ ଫଙ୍କସନ୍ ଅଛି, ଭଲ ଅଛି, ସିଏ ବି ତାର ଅଙ୍ଗ ଦାନ କରିପାରିବ। 14 ବର୍ଷର ଜଣେ ଶିଶୁ ବି ଦେଇଥିବା ଇଂଲଣ୍ଡରେ ଅଛି, ୟଙ୍ଗେଷ୍ଟ ଡୋନର ସିଏ। ତ ମୋତେ କହିବେ କି ଆଉ କିଛି ସ୍ପେଶାଲ କଣ୍ଡିସନ୍ସ ଅଛି କି, ଯେମିତି HIV ହେଲା, HIV ଥିଲେ ଦେଇପାରିବେ କି? HIV ଥିଲେ ବି ଦେଇପାରିବେ। ଆଗରୁ ସେଇଟା ଆବସୋଲ୍ୟୁଟ୍, ଆପଣଙ୍କୁ ଆମର ମେଡ଼ିକାଲ ଟର୍ମରେ କିଛି ଅଛି ଆବସୋଲ୍ୟୁଟ୍ କଣ୍ଟ୍ରାଇଣ୍ଡିକେସନ୍। ଆବସୋଲ୍ୟୁଟ୍ କଣ୍ଟ୍ରାଇଣ୍ଡିକେସନ୍ HIV ଆଉ ନାହିଁ। ଗୋଟେ HIV ପଜିଟିଭ୍ କିଡ଼ନୀ, ଆମେ ଗୋଟେ HIV ପଜିଟିଭ୍ ପେସେଣ୍ଟ ଯେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟେସନ୍ ଦରକାର ପଡ଼ୁଛି, ତା ଦେହରେ ଟ୍ରାନ୍ସପ୍ଲାଣ୍ଟ କରିପାରିବା। ଗୋଟେ HIV ପେସେଣ୍ଟ, ବହୁତ ଜଣଙ୍କର ହାର୍ଟ ଦରକାର ପଡ଼ୁଛି। HIV ରୋଗଟା ଗୋଟେ ମଲ୍ଟିପୁଲ୍ ପ୍ରୋବ୍ଲେମ୍, କାହାର ଲିଭର ଖରାପ ଥାଇପାରେ, କାହାର କିଡ଼ନୀ ଖରାପ ଥାଇପାରେ। ତ ସେଇ ପେସେଣ୍ଟରେ ଇଣ୍ଡିଆରେ ବି ହେଲାଣି, ଫରେନ୍ରେ ତ ହେଉଛି, ଇଣ୍ଡିଆରେ ବି, ଆମ ଓଡ଼ିଶାରେ ଏପର୍ଯ୍ୟନ୍ତ ହେଇନି। ବଟ୍ HIVରୁ ଟ୍ରାନ୍ସପ୍ଲାଣ୍ଟେସନ୍ ଇଜ୍ ପସିବୁଲ୍। ଆବସୋଲ୍ୟୁଟ୍ କଣ୍ଟ୍ରାଇଣ୍ଡିକେସନ୍ ନୁହେଁ। ଜଣଙ୍କର ଆକ୍ଟିଭ୍ HIV ଅଛି, CD4 କାଉଣ୍ଟ ଏମିତି ଥାଏ, ଆମର ବହୁତ ହାଇ ଅଛି, କମ୍ ଅଛି, ଆମର ତାର ଆକ୍ଟିଭିଟି ଚାଲିଛି, ଔଷଧରେ ନାହିଁ
किंबा जहाँ भाइराल लोड हाई अछि हाँ, ଏବଂ बास, CD4 आज्ञा, कम आज्ञा। अछि। हाँ। आउ जो मानकर एक्टिव कैंसर अच्छी एक्टिव सबु प्रकार कैंसर भी कंट्रा इंडिकेशन नुहे अच्छा किसी प्रकार कैंसर कि कहा बहुत इन्फेक्शन जोर अच्छी हेपाटाइटिस अच्छी आउ किसी अलग अलग ତାମାନେ रोग अच्छी ମୋଟାମୋଟି ଅଧିକାଂଶ ଲୋକ ଦେଇପାରିବେ, ଅଧିକାଂଶ ବ୍ୟକ୍ତି 90 ଦେଇପାରିବେ, କିଛି आमर କିଛି ଜଣ आमर ଦେଇପାରିବେ। ब्रेन डेथ जोटा आम कहूँ आम सेटा को न्यूरोलोजी ब्रेन डेथ कहीं कहूँ सबू डेथ हो पारे ब्रेन डेथ जी आईसीयू भितर वेंटिलेटर रहा भाई मृत्यु होती सो मेनली हेले जो रोड ट्रैफिक एक्सीडेंट अच्छा रोड ट्रैफिक एक्सीडेंट भारत वर्ष रे आजिका डेट रे बहुत माने 1-2% ऑफ टोटल डेथ भलिया हो जाउची हाँ। तार जदि 10% लोक भी ऑर्गन डोनेशन करती टोटल अमाउंट ऑफ रोड ट्रैफिक एक्सीडेंट ताले टोटल जति ऑर्गन रिक्वायरमेंट अछि इंडिया रो सब मीट हे जाता ତାହେଲେ କେଉଁ ଭଳି ପରିସ୍ଥିତିରେ ୟୁଜୁଆଲି ଆପଣ କହୁଥିଲେ କି ଆଇସିୟୁରେ ଏବଂ ଭେଣ୍ଟିଲେଟରରେ ଥିବା ବେଳେ ହିଁ ଆପଣ ଅର୍ଗାନ ବାହାର କରୁଛନ୍ତି, ଆଜ୍ଞା। ତ ସବୁ କ୍ଷେତ୍ରରେ କ'ଣ ଆପଣ ସେଇଭଳି ପରିସ୍ଥିତିରେ ଥିବା ବ୍ୟକ୍ତିଙ୍କର ବାହାର जो କରୁଛନ୍ତି? ब्रेन डेथ टा ब्रेन डेथ टा लीगल फॉर्म ऑफ डेथ ଆଚ୍ଛା हमर जेति की ट्रांसप्लांटेशन हो सेटा गवर्न बाय एक्ट ट्रांसप्लांटेशन ऑफ ह्यूमन ऑर्गन एंड टिश्यू एक्ट राइट जोटा 1994 हेतला फिर कॉन्सिक्वेंटली अमेंडमेंट Amendment हेछि ହେଇଛି, ହଁ। से अनुसार लीगल फॉर्म ऑफ डेथ हला ब्रेन डेथ आ गोटे पेशेंट रो डिक्लेरेशन ऑफ डेथ इज नॉट इक्विवेलेंट टू ब्रेन डेथ हवा पेशेंट आईसीयू रे थिबो वेंटिलेटर थिबो तारो माने मल्टीपल टेस्ट हबो ତାମାନେ କେବଳ ମସ୍ତିଷ୍କଟି ମୃତ ଥିବ, ଶରୀରର ଅନ୍ୟ ଅଙ୍ଗ ଶରୀରର ମାନେ ପ୍ରତ୍ୟଙ୍ଗ ଗୁଡ଼ିକ ଅଙ୍ଗ ମାନେ ହାର୍ଟଟା କାର୍ଯ୍ୟକ୍ଷମ ଚାଲୁଥିବ ଥିବ। ହଁ, ହାର୍ଟଟା ଚାଲୁଥିବ ହାର୍ଟଟା କାରଣ ହାର୍ଟଟାର ନିଜର ପେସମେକର ଅଛି ସେଟା କିଛି ଟାଇମ ପର୍ଯ୍ୟନ୍ତ ଚାଲିବ ଚାଲିବ। ହାର୍ଟଟା ଯୋଉ ଚାଲୁଛି ସେ ସବୁ ଶରୀରକୁ ଅଙ୍ଗକୁ ବ୍ଲଡ ଦେଇ ସେଥିପାଇଁ ଚାଲୁଛି ଆପଣ ଆଇଡିଆଲ କଣ୍ଡିସନ କହୁଛନ୍ତି କି ଆଇସିୟୁରେ ଥିବା ଆବଶ୍ୟକ ଏବଂ ଭେଣ୍ଟିଲେଟରରେ ଥିବା ଆବଶ୍ୟକ। ଭେଣ୍ଟିଲେଟର ବ୍ରେନ୍ ଡେଥ୍ ପରେ ପେସେଣ୍ଟ କେବେ ଉଠିବନି ଏଟା ନର୍ମାଲ ଲୋକ ଯୋଉ ଆମକୁ ଜାଣିବା ଦରକାର କି ବ୍ରେନ୍ ଡେଥ୍ ତ କାର୍ଡିଆକ୍ ଡେଥ୍ ବ୍ରେନ୍ ଡେଥ୍ ପରେ ପେସେଣ୍ଟ ଆଉ ରିଭାଇଭ୍ କରିବ ନାହିଁ ସେଇଟା ହେଲା ତାହେଲେ ଲିଗାଲ ଫର୍ମ ସରଳ ଭାବରେ ଟିକେ ବୁଝେଇଦେବେ ଆମ ଦର୍ଶକମାନଙ୍କ ପାଇଁ କି ବ୍ରେନ୍ ଡେଥ୍ କ'ଣ ଆଉ କାର୍ଡିଆକ୍ ଡେଥ୍ କ'ଣ? ବ୍ରେନ୍ ଡେଥ୍ ମାନେ ଆମ ଗୋଟେ ଆପଣଙ୍କର ଜଣଙ୍କଠୁ ଲିଭରଟେ ନିଆଯିବ ଜଣେ କିଡନୀଟେ ନିଆଯିବ ହାର୍ଟଟେ ନିଆଯିବ ସେ ଅର୍ଗାନଟା ଭାଏବଲ୍ ହେବା ଦରକାର ସେ ଅର୍ଗାନଟା ଚାଲୁଥିବା ଦରକାର କି ଅନ୍ୟ ଧିରେ ଟ୍ରାନ୍ସପ୍ଲାଣ୍ଟ ହେଇସାରିଲା ପରେ ଚାଲିବ ସେଥିରେ ଲାଇଫ୍ ଥିବା ଦରକାର ସୋ ବ୍ରେନ୍ ଡେଥ୍ ହେଲା ମାନେ କାର୍ଡିଆକ୍ ଡେଥ୍ ହେଇନି ହାର୍ଟଟା ଚାଲିଛି ହାର୍ଟର କାମ କ'ଣ ବ୍ଲଡ୍ ଦେବା ସେ ବ୍ଲଡ୍ ଦେଇ ଚାଲିଛି ସେ ସବୁ ଅଙ୍ଗ ଚାଲୁଛି ସେ ଅଙ୍ଗ ସବୁ ମାନେ ଖରାପ ହେଇନାହିଁ ଆଉ ତାକୁ ଆମେ ମେଣ୍ଟେନ୍ କରିବୁ ସେ ପେସେଣ୍ଟଟାକୁ ବ୍ରେନ୍ ଡେଥ୍ ପେସେଣ୍ଟଟାକୁ ହେମୋଡାଇନିକ୍ ବୋଲି ଅନଷ୍ଟେବଲ୍ ପେସେଣ୍ଟ ତାକୁ ମେଣ୍ଟେନ୍ କରିବୁ ଔଷଧ ପତ୍ର ଦେଇକି ମେଣ୍ଟେନ୍ କରିବୁ ଯେତେ ପର୍ଯ୍ୟନ୍ତ ତାଠୁ ଅର୍ଗାନଟା କଢ଼ା ହେଇନି ପ୍ରିଜର୍ଭ କରିକି ପ୍ରିଜର୍ଭେସନଟା ତା ପରେ ଆସିଲା ପେସେଣ୍ଟଟାକୁ ପୁରା ମେଣ୍ଟେନ୍ କରାଯିବ ମେଣ୍ଟେନ୍ କରିକି ତାକୁ ମାନେ ସିଏ କ୍ରାଶ୍ କରିଗଲେ ଆମେ ସେ ମାନେ ବାହାର କରିବା ପୂର୍ବବର୍ତ୍ତୀ ଅବସ୍ଥାରେ ଆପଣ ପୂର୍ବରୁ ଚେଷ୍ଟା କରିବେ ଯେତେ ସମୟ ଲମ୍ବା ମେଣ୍ଟେନ୍ କରିବାକୁ ଯଦି ସେ ପେସେଣ୍ଟ କ୍ରାଶ୍ ହେଇଗଲା ତ ସେ ଅର୍ଗାନଟା ଆମର ଆଉ କିଛି କାମରେ ଆସିବନି ଏଟା ଗୋଟେ କମ୍ପ୍ଲିକେଟେଡ୍ ପ୍ରୋସେସ୍। ତ କୋମାରେ ବି କିଛି ପେସେଣ୍ଟ ରହନ୍ତି, ଆପଣ କହୁଥିଲେ କାର୍ଡିଆକ୍ ଡେଥ୍ କଥା କହୁଥିଲେ, ଆପଣ କହୁଥିଲେ ବ୍ରେନ୍ ଡେଥ୍ କଥା କହୁଥିଲେ, ଏବେ ଆସିବା ଆମେ କୋମା ଆଡ଼କୁ। କୋମାରେ ବି କିଛି ପେସେଣ୍ଟ ଥାନ୍ତି। କୋମାଟା ବ୍ରେନ୍ ଡେଥ୍ ସହିତ ସମାନ ନୁହେଁ, ବହୁତ ଲୋକ ସେୟା ଭାବନ୍ତି। ବ୍ରେନ୍ ଡେଥ୍ ମାନେ କ'ଣ ଆପଣ କିଛି ରିଫ୍ଲେକ୍ସ ଥାଏ ସେଗୁଡ଼ା ସବୁ ବନ୍ଦ ରିଫ୍ଲେକ୍ସ ମାନେ ମୁଁ ଆପଣଙ୍କୁ ଛୁଇଁଲି ଆପଣ ରିଆକ୍ଟ ମାନେ କଲେ, ଆପଣ that is ନର୍ମାଲ reflex। ସେ ନାହିଁ ଆମର ବ୍ରେନ୍ ଷ୍ଟେମ୍ ଗୋଟେ ଜାଗା ଅଛି ବ୍ରେନ୍ର ଗୋଟେ ଛୋଟ ପୋର୍ସନ୍ ଅଛି ସେଥିରେ ଆପଣଙ୍କ ରେସ୍ପିରେସନ୍ ସେଣ୍ଟରଟା ରହୁଛି ମିଡ୍ ବ୍ରେନ୍ ପଞ୍চ ମେଡୁଲା ସେଗୁଡ଼ା ସବୁ ଅଛି ସେଥିରେ ଆପଣଙ୍କ ଆଖି ଯେଉଁ ଆପଣ ମାରିଲେ ଆଖି ବୁଜି ଦେଉଛନ୍ତି ସେ ସବୁ ରିଫ୍ଲେକ୍ସ ଦେଖିବାକୁ ପଡ଼ିବ ତାପରେ ଗୋଟେ ଆପନିଆ ଟେଷ୍ଟ କରିବାକୁ ପଡ଼େ ଭେଣ୍ଟିଲେଟର କାଢ଼ିକି ତାକୁ ଗୋଟେ ଷ୍ଟିମୁଲସ୍ ଦିଆଯାଏ ସେ ଷ୍ଟିମୁଲସ୍ରେ ସେ ସ୍ପଣ୍ଟାନିୟସ୍ ରେସ୍ପିରେସନ୍ ନେଇପାରୁଛି କି ନାହିଁ ରେସ୍ପିରେସନ୍ର ସେସେସନ୍ ମାନେ ଯେଉଁଟାକି ଆମର ନିଜର ରେସ୍ପିରେସନ୍ ନେବାର କ୍ଷମତା ଆଉ ରହିବନି ଯେତେବେଳେ ବ୍ରେନ୍ ଡେଥ୍ ହେଇଯିବ ତ ସେଇଟା କୋମା ପେସେଣ୍ଟ କୋମା ପେସେଣ୍ଟର ରିଫ୍ଲେକ୍ସେସ୍ ଥିବ କୋମା ପେସେଣ୍ଟର ସ୍ପଣ୍ଟାନିୟସ୍ ରେସ୍ପିରେସନ୍ ନେବାର କ୍ଷମତା ଥିବ। ଆପଣ ଦୁଇ ପ୍ରକାର କୋମା କଥା କହୁଥିଲେ, ଗୋଟେ ରିଭର୍ସିବଲ୍ କୋମା ଆଉ ଗୋଟେ ଇରିଭର୍ସିବଲ୍। ସେଟା ତ ନ୍ୟୁରୋଲୋଜିକାଲ ଜିନିଷ ହେଇଗଲାଣି ବ୍ରେନ୍ ଡେଥ୍ ଇଜ୍ ଅଲମୋଷ୍ଟ ରିଭର୍ସିବଲ୍ କୋମା ସେଟା ଆମର ବ୍ରେନ୍ ଡେଥ୍ର ଉପରେ ସେଟା ଲିଗାଲ ଫର୍ମ ଅଫ୍ ଡେଥ୍ ଆଉ ମାନେ ସେଟା ହେଲା ଅର୍ଗାନ ଡୋନେସନ୍ ପାଇଁ ସେଟା ହେଲା ରିକ୍ୱିଜିଟ୍ ସେଟା ଲିଗାଲ ଫର୍ମ। ତାହେଲେ ଆମେ କହିବା ଯେତେବେଳେ ଆପଣ କହୁଛନ୍ତି କି ଗୋଟେ ଆଇଡିଆଲ କଣ୍ଡିସନ ହେଲା ଆଇସିୟୁ ଏବଂ ଭେଣ୍ଟିଲେଟର। ଆଇଡିଆଲ ନୁହେଁ ସେଇଟା ହିଁ କଣ୍ଡିସନ ୱିଦାଉଟ୍ ଆଇସିୟୁ ୱିଦାଉଟ୍ ଭେଣ୍ଟିଲେଟର ବ୍ରେନ୍ ଡେଥ୍ ହେଇପାରିବ ନାହିଁ। ତାହେଲେ ଅର୍ଗାନ ଡୋନେସନ ପାଇଁ ଆପଣଙ୍କର ମିନିମମ୍ ଆପଣଙ୍କର ଡିଷ୍ଟ୍ରିକ୍ଟ ଲେଭେଲ ଯୋଉ ହେଡକ୍ୱାର୍ଟର ହସ୍ପିଟାଲସ୍ ଯୋଉଠି ଆଇସିୟୁ ଭେଣ୍ଟିଲେଟର ଅଛି ସେଇଠି କେବଳ ହେଇପାରିବ। ଯୋଉଠି ଆଇସିୟୁ ଭେଣ୍ଟିଲେଟର ତା ନିୟମ ହେଲା 50 ବେଡେଡ୍ ହସ୍ପିଟାଲ ଥିବ ଆଇସିୟୁ ଥିବ ଭେଣ୍ଟିଲେଟର ଥିବ ଆଉ ବ୍ରେନ୍ ଡେଥ୍ ଡିକ୍ଲାରେସନ୍ କରିବା ପାଇଁ ଡାକ୍ତର ଦରକାର। ବ୍ରେନ୍ ଡେଥ୍ ଡିକ୍ଲାରେସନ୍ ଥରେ ହେବ ଆପଣମାନଙ୍କର ସବୁ ଟ୍ରାନ୍ସପ୍ଲାଣ୍ଟିଂ ହସ୍ପିଟାଲ ଗୋଟେ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର ଥାଏ ପ୍ରଥମ ବ୍ରେନ୍ ଡେଥ୍ ଡିକ୍ଲାରେସନ୍ ହେଲା ସିଏ ଯାଇକି ତାଙ୍କର ଏପ୍ରୋଚ୍ କରିବ କାହାକୁ ତାଙ୍କର ନେକ୍ସଟ ଅଫ୍ କିନ୍କୁ ମାନେ ତାଙ୍କ ଲୋକଙ୍କୁ ସିଏ ଯଦି ରାଜି ହେଲେ ଅର୍ଗାନ ଡୋନେସନ୍ ଦେବା ପାଇଁ 6 ଘଣ୍ଟା ପରେ ଆଉ ଗୋଟେ ସେଟା ହେବ। ତାହେଲେ ପ୍ରୋସେସ୍ ମୁଁ ଆପଣଙ୍କୁ ପରେ ଆଉ ଥରେ ପଚାରିବି, ମୋତେ କହିବେ କି ଜଣେ ମୃତ ବ୍ୟକ୍ତିଙ୍କର ବ୍ରେନ୍ ଡେଥ୍ ହେଇଥିବା ଜଣେ ବ୍ୟକ୍ତିଙ୍କର ଶରୀରରୁ କେଉଁ କେଉଁ ଅଙ୍ଗ ସବୁ ୟୁଜୁଆଲି ପ୍ରତ୍ୟାରୋପଣ କରାଯାଏ, ବାହାର କରିକି ପ୍ରତ୍ୟାରୋପଣ କରାଯାଏ? ଅର୍ଗାନ ଡିସିଜ୍ଡ ଅର୍ଗାନ ଡୋନେସନରେ ଆମେ କିଡନୀ ତ ହୁଏ, ଲିଭର
हार्ट लंग्स पैंक्रियाज इंटेस्टाइन सब कर पचे जानवर अच्छी जो सेंटर होउची तार कैपेबिलिटी कौन अच्छी आमर सबुठु इजी है किडनी अच्छा आम किडनी ओडिशा रे एटा करिछु ओडिशा रे पाखापाखि 100 किडनी उभय मोड रे ही परिबो लाइव भी हे परिबो लाइव हाँ किडनी लाइव भी हो दुईटा भगवान देइछन सेतमे लाइव भी हो पार लिवर भी लाइव हो पारे फाड़े लिवर नहीं करा लंग्स भी हो पारे लाइव फाड़े नहीं करा पैंक्रियास भी हो पारे पर सीगुड़ा सब बहुत माने कॉम्प्लिकेटेड और एडवांस सर्जरी सेटा अवेलेबिलिटी ऊपर अछि जे नॉट अवेलेबल एवरी ओडिशा रे तो आज पर्यंत किडनी छड़ा लिवर गोटे हेइतिला तुमरे आ हेइनी तो आमको मल्टी ऑर्गन डिसीज ऑर्गन डोनेशन जोटा प्रोग्रामटा तार सक्सेस मेन जिनस है मल्टी ऑर्गन अच्छा गोटे पर्सन जदि आपणकर सी राजी है ऑर्गन दवा खाली ता किडनी नेले होनी सी 8 जन लोक जीवन बंची पारे दीटा किडनी गोटे लिवर दब हार्ट दब दीटा लंग्स दब जदि पैंक्रियास से दब इंटेस्टाइन का लगले सी दब बुझिपारे तो तार सबकि आम यूटिलाइज कर जदि खाली किडनी रहीजु ताले सेटा भी चक्षुदान ପାଇଁ स्वतंत्र व्यवस्था चक्षुदानटा तो सेटा टिश्यू हो जाउची ता पई ब्रेन डेथ डिक्लेरेशन दरकार नहीं सेटा आपण घरे भी हेई परिबो से टिश्यू तो तार सेंती किछ दरकार नहीं एटा रहिबो 14 दिन पर्यंत आपण रखि कि नहीं आपण आ पूर्व कहउतिले कि जो प्रोसेस अछि प्रोसेस रे निहाती वेंटिलेटर एवं आईसीयू रे हॉस्पिटलाइज्ड हेतिबा दरकार डिसीज धरंतु जणे व्यक्ति प्राणत्याग कले सी से भली केस रे किसी स्वतंत्र व्यवस्था माध्यम रे नियरेस्ट आईसीयू को अणा जाय परिबो कि आपनकर प्री ट्रांसप्लांट प्रोसेस आपण एटा भलो क्वेश्चन ता पचारले कोन होची हमर ट्रांसप्लांटेशन लॉ जहां हम कहिची इतरे जेति की मेडिकल अछि सेति लीगल भी अछि आपनकर ट्रांसप्लांट रो जो रिट्रीवल हम कहू हार्वेस्टिंग ऑर्गन हार्वेस्टिंग माने गोटे अंगटा निया हला हार्वेस्टिंग करया पे परमिशन दरकार ट्रांसप्लांट अथॉरिटी जो अछि जो हॉस्पिटल मान को ट्रांसप्लांट करूचंती तांको परमिशन दिया जे से माने ऑर्गन हार्वेस्ट कर परिबे आ जो माने ट्रांसप्लांट करू नांती से मान को अप्लाई करिया पड़ियो गोटे एनटीओआरसी करी नॉन ट्रांसप्लांट ऑर्गन रिट्रीवल सेंटर अच्छा से माने जो माने अप्लाई करी से परमिशन ता तांको दिया हितिबो ताहाले तांको पाखरे ऑर्गन रिट्रीवल हे परिबो पछे तांकर ट्रांसप्लांट रो कोनोसी व्यवस्था नाही कि तांकर सेमते डाक्टर नांती से ऑर्गन टा एलोकेट करा जिवो जो उठी ट्रांसप्लांट हे पारथुवो एटाला मेन ध्यान पछे माने आपण कहबे गोटे हॉस्पिटल जोटा कि एनटीओआरसी नुहे कि जोटा ट्रांसप्लांटिंग हॉस्पिटल नुहे ताले ये सुविधा हवा टी कष्ट आगामी दिन रे हमें सेतिर काम करू जे बड़ बड़ इंफ्रास्ट्रक्चर आपन से बड़ी डेवलप होला हे पारे मते कहबे जदी हमरो गोटे सांस्कृतिक मान्यता अछि कि हिंदू परिवार हेले सबको दाह करा जीवो किंबा कबर दिया जीवो अन्य धर्म रे तो मते कहबे कि जेते बेले अंगदान करा गला अंगदान परे अंग जेते बेले हार्वेस्ट करले हार्वेस्ट करिया पर अवशिष्टांश अंग को फेरी दिया जाय ना ताको रखा जाय पुनी नहीं नहीं आपण से तो लागी जीवो ऑर्गन गुडा आपण को डिसफिगरमेंट पई नहीं सी खाली गोटे सेंट्रल इनसिजन गोटे दिया जाय लंबा सेथरु ऑर्गन गुडा मैक्सिमम ऑर्गन सेथरु काढी दिया जीवो आ सेमितिया डिसफिगरमेंट किछि हबोनी बॉडी डिसफिगरमेंट हबोनी म्यूटिलेटेड हबोनी किछि म्यूटिलेटेड हबोनी पूरा परफेक्ट कंडीशन रहइबो इवन कॉर्निया काढले भी म्यूटिलेट होनी आपण देखि ताको गोटे बल्ब दे दियंती सो दैट आखि बाहर छि बोली जणा पड़िबो मते कहिबे कि जो दुर्घटना रे शिकार हे कि जो बॉडी आस्थाय से बॉडी रो नहीं हेबो कि आज्ञा सी माने जो माने पेशेंट रोड ट्रैफिक एक्सीडेंट रे एक्सपायर करूचंती डेथ होची वेंटिलेटर थांती आईसीयू रे थांती तांकर से माने हेले आइडियल कैंडिडेट फॉर ऑर्गन ट्रांसप्लांटेशन तांको आपण जदि कहि पारि ट्रॉमा हेची लिवर को हेची नहीं भवनी पछे तो बहुत अंग अछि ना किडनी लिवर जहाँ भी थी नहीं हम तांकोटू से माने आइडियल कैंडिडेट अच्छा ताहले अंगर ग्रहिता की हेबे रेसिपिएंट की हेबे सेटा आपण केम डिसाइड करन जेमति सोटो रहिले सेमति आपण को डिस्ट्रिक्ट बॉडीज भी अछन कि एटा जो सोटोटा होची सेटा होची नेशनल ऑर्गन ट्रांसप्लांट प्रोग्राम गवर्नमेंट ऑफ इंडिया अंडर एटा अछि रीजनल लेवल रे रोटो थाए 5टा रोटो अच्छी दिल्ली रे अच्छी कोलकाता रे चेन्नई रे मुंबई और गुवाहाटी रे अच्छी आमे ईस्ट जोन रोटो अंडर कोलकाता अंडर रे एठा ओडिसा रो सोटो आमे गोटे वेटिंग लिस्ट मेंटेन करू रोटो सोटो होला रीजनल ऑर्गन टिश्यू ट्रांसप्लांटेशन ऑर्गेनाइजेशन सोटो होला स्टेट ऑर्गन टिश्यू ट्रांसप्लांटेशन ऑर्गेनाइजेशन आज्ञा से आमे गोटे वेटिंग लिस्ट मेंटेन करू किडनी रो गोटे वेटिंग लिस्ट मेंटेन करू ब्लड ग्रुप हिसाब रे अच्छा ब्लड ग्रुप हिसाब रे केते मास से डायलिसिस हला ताको पॉइंट रे स्कोरिंग करू केते मास डायलिसिस अधिक मास जे डायलिसिस हेतु तार अधिक पॉइंट जर हाथ रो डायलिसिस हबार बाटो बंद हेतो तार अधिक पॉइंट जे आगरु केबे किडनी देइची
ଲାଇଭ୍ ରିଲେଟେଡ୍ ସିଏ ଯଦି ଦେଇଥିବ ତାର ଅଧିକ ପଏଣ୍ଟ ଏମିତି ତାର ପଏଣ୍ଟ କରି ତାର ଗୋଟେ କିଛି ଅଛି କ୍ରାଇଟେରିଆ ଅଛି କି କୋଉଟାକୁ କେତେ ଏଟା ୱେଟେଜ ଗୋଟେ ଦିଆଯିବ? ନ୍ୟାସନାଲ ଅର୍ଗାନ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନର ଗାଇଡଲାଇନ ଅନୁସାରେ ଗୋଟେ କ୍ରାଇଟେରିଆ ଅଛି ବ୍ଲଡ ଗ୍ରୁପ ହିସାବରେ ସବୁ ନା ଅନଲାଇନ ଅଛି ନା ଅଫଲାଇନ ଡିସାଇଡ୍? ଆମର ଏଇଟା ଆକ୍ଚୁଆଲି ଅଫଲାଇନ ଏବେ ଅଛି ତାକୁ ଅନଲାଇନ ବହୁତ ଶୀଘ୍ର ଏଇ ମାସ ଭିତରେ ଅନଲାଇନ ହେଇଯିବ ସମସ୍ତେ ତାକୁ ଆକ୍ସେସ୍ କରି ଦେଖିପାରିବେ। ହଁ ତାହେଲେ ମୋତେ କହିବେ କି ଇଏ ତ ହେଲା ଆମର ଯେତେବେଳେ ଡିସିଜ୍ଡ କଥା ଆମେ କହୁଛେ ଡିସିଜ୍ଡ ୱାନ୍ସ ଜଣେ ବ୍ୟକ୍ତି ମୃତ ହେଲା ପରେ ତାଙ୍କର ଯେଉଁ ବନ୍ଧୁ କିମ୍ବା ସ୍ୱଜନ ଥିବେ ପରିବାର ବର୍ଗ ଥିବେ ସିଏ ଯେଉଁ ଦେବେ ସ୍ୱୀକୃତି ଦେବେ ତାପରେ ଯାଇ ଆପଣ ହାରଭେଷ୍ଟ କରିବେ। ଆଜ୍ଞା ଜଣେ ବ୍ୟକ୍ତି ଜୀବିତ ଅବସ୍ଥାରେ ଅଙ୍ଗଦାନ କରିବାକୁ ଚାହିଁବେ ତାର ପ୍ରୋସେସ୍ କ'ଣ? ଜୀବିତ ଅବସ୍ଥାରେ ମନେକର ଆପଣଙ୍କୁ ତ ମ୍ୟାକ୍ସିମମ୍ ହେଲା କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍। କିଡନୀ ଟ୍ରାନ୍ସପ୍ଲାଣ୍ଟେସନ୍ ଲାଇଭ୍ ରିଲେଟେଡ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ ଯେଉଁଟା ନିୟମ ଅଛି ଲାଇଭ୍ ରିଲେଟେଡ୍ ମାନେ କ୍ଲୋଜ୍ ରିଲେଟିଭ୍ ମାନେ ବାପା ମା ଭାଇ ଭଉଣୀ ଛୁଆ ପିଲା ଜେଜେବାପା ଜେଜେମା ଆଉ ଗ୍ରାଣ୍ଡ ଚିଲଡ୍ରେନ୍ ଆଉ ଏବଂ ୱାଇଫ୍ ଏମାନେ ହେଲେ କ୍ଲୋଜ୍ ରିଲେଟେଡ୍। ଏମାନଙ୍କୁ ଯାଇକି ଆପ୍ଲାଏ କରିବାକୁ ପଡ଼ିବ କି ଆମେ ଦେଉଛୁ ଆଉ ତାଙ୍କ ବିଭିନ୍ନ ପରୀକ୍ଷା ହେବ ପରୀକ୍ଷା ଭିତରେ ମ୍ୟାଚିଂ ହେବ ତାପରେ ଦିଆଯିବ। ୟା ବାଦ୍ ଯଦି କିଏ ଅର୍ଗାନ ଦେବାକୁ ଚାହୁଁଛି ତାକୁ ପ୍ରେଜେଣ୍ଟଲି ହେଲା ତାକୁ ପରମିଶନ ଆଣିବାକୁ ପଡ଼ିବ ଜୁଡ଼ିସିଆରୀରୁ କି ମୁଁ ହେଲି ତାଙ୍କଠୁ କ୍ଲୋଜ୍ ଇଭିନ୍ ଦୋ ଆଇ ଏମ୍ ନଟ୍ ମାନେ ମୁଁ ତାଙ୍କର କ୍ଲୋଜ୍ ରିଲେଟିଭ୍ ନୁହେଁ ମୁଁ ତାଙ୍କଠୁ ଇମୋସନାଲ୍ ଆଉ ଇଏରେ କ୍ଲୋଜ୍ ଆଉ ମୁଁ ତାଙ୍କୁ ଦେବାକୁ ଚାହୁଁଛି ଆଉ ମୋ ତାଙ୍କର ଆଉ କିଏ ଡୋନର୍ ନାହାନ୍ତି ତାହେଲେ କୋର୍ଟ ଆଦେଶ ଦେଲେ ସେଇଟା ଟ୍ରାନ୍ସପ୍ଲାଣ୍ଟେସନ୍ ଆଗାଏ। ଧରନ୍ତୁ ଆପଣଙ୍କର ଇଏ ହେଲା ଜୀବିତ ଅବସ୍ଥାର କଥା ମୃତ ବ୍ୟକ୍ତିଙ୍କର ଯେଉଁ ପ୍ରୋସେସ୍ ଅଛି ସେ ପ୍ରୋସେସ୍କୁ ଆପଣ କେମିତି ମାନେ ତାକୁ ପ୍ରୋସେସ୍ ହେଲା ଆପଣ ମନେକର ଗୋଟେ ଟ୍ରାନ୍ସପ୍ଲାଣ୍ଟିଂ ହସ୍ପିଟାଲରେ ଗୋଟେ ବ୍ରେନ୍ ଡେଥ୍ ଆଇଡେଣ୍ଟିଫାଏ ହେଲା ଆଇସିୟୁରେ ଯିଏ ଥାଆନ୍ତି ସେ ଆକ୍ଚୁଆଲି ଡିସିଜ୍ଡ ଅର୍ଗାନ ଡୋନେସନ୍ଟା ବହୁତ ରାପିଡ୍ କାମ ଆଉ ବହୁତ ଲୋକଙ୍କର ଆବଶ୍ୟକତା ଥାଏ। ଆଇସିୟୁ ନର୍ସ ଆଇସିୟୁ ଇନଚାର୍ଜ ସେ ସାଙ୍ଗେ ସାଙ୍ଗେ ସବୁ ହସ୍ପିଟାଲରେ ଗୋଟେ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର ଥାଆନ୍ତି ତାଙ୍କୁ ଇନଫର୍ମ କଲେ କି ଏଠି ଗୋଟେ ହସ୍ପିଟାଲରେ ଗୋଟେ ବ୍ରେନ୍ ଡେଥ୍ ଅଛି ଆଉ ତୁମେ ତାଙ୍କୁ ଅର୍ଗାନ ଡୋନେସନ୍ ପାଇଁ ତାଙ୍କୁ ଆସିକି କାଉନସେଲିଂ କର। ସିଏ ଯାଇକି ତାଙ୍କର ଦେଖିବେ କାଉନସେଲିଂ କରିବା ପେସେଣ୍ଟର ଆଉଟଲୁକ୍ ଦେଖିବେ ଗ୍ରିଫ୍ କାଉନସିଲର ଥାଆନ୍ତି ହଠାତ୍ ଆପଣ ଗୋଟେ 20 ବର୍ଷ ପିଲା ଏକ୍ସପାୟାର କରି ତାକୁ ଯାଇ କହିବେ ନା ତୁମ ଲିଭରଟା ଦିଅ ସେଇଟା କ'ଣ ପସିବଲ୍। ଆମ ଫାଷ୍ଟ ଅଫ୍ ଅଲ୍ ଆୱେରନେସ୍ ବଢ଼ାଇବାକୁ ପଡ଼ିବ ସବୁ ଲୋକ ଜାଣିବା କଥା କି ଅର୍ଗାନ ଡୋନେସନ୍ଟା ହେଲା ଗୋଟେ ଟ୍ରଷ୍ଟ ଅଫ୍ ଆଲ୍ଟ୍ରୁଇଷ୍ଟିକ୍ ଏଥିରେ କିଛି ଫାଇଦା ନାହିଁ କାହାର ଅଲ୍ଟ୍ରୁଇଜମ୍ ତ ନିହାତି ନିହାତି ଆଜ୍ଞା ଆଉ ଏଟାର ଫାଇଦା ନାହିଁ କିଛି ଏଟା ଆପଣ ସେଲ୍ଫଲେସ୍ ଏଟା ସବୁଠୁ ସେଲ୍ଫଲେସ୍ ଆକ୍ଟିଭିଟି ଯଦି କିଛି କରିପାରୁଛନ୍ତି କି ଆପଣଙ୍କୁ କିଏ ନିୟର ଲୋକ ଚାଲିଗଲେ ପଛେ ଆପଣ ତା ଅଙ୍ଗ ଥ୍ରୁରେ ସେ ବଞ୍ଚିକି ଅନଲାଇନରେ ରେଜିଷ୍ଟ୍ରେସନ କରିହେବ ଇଚ୍ଛା ଯେଉଁ ପ୍ଲେଜିଂ କରନ୍ତି ଆଜ୍ଞା ସେ ପ୍ଲେଜିଂଟା ଅନଲାଇନ୍ ଅର୍ଗାନ ପ୍ଲେଜିଂର ଅଛି ନୋଟୋରେ ଆପଣ ଅର୍ଗାନ ପ୍ଲେଜିଂ କରିପାରିବେ ଆମର ଅଫିସରେ ଆସିକି ପ୍ଲେଜିଂ କରିପାରିବେ। ଏଇ ଆମର ପ୍ରତି ମାସ ଅଲମୋଷ୍ଟ 2000 ପ୍ଲେଜିଂ ହେଉଛି ଆମର ୱେବସାଇଟ୍ ଯେଉଁ ଅପଡେଟ୍ ହେଇଗଲାଣି ଏଇ ମାସ ଭିତରେ 2 ମାସ ଭିତରେ ଆମର ବି ଷ୍ଟେଟ୍ରୁ ପ୍ଲେଜିଂ ଷ୍ଟାର୍ଟ ହେଇଯିବ। ପ୍ଲେଜିଂ କଲେ ବି ଆମର ଯେହେତୁ ସିଷ୍ଟମଟା ଟ୍ରାନ୍ସପ୍ଲାଣ୍ଟେସନର ଟିକେ ପୃଥିବୀ ସାରା ଟିକେ ଅଲଗା ଅଲଗା ଅଛି ଆମର ଅଛି ଅପ୍ଟ ଇନ୍ ଅପ୍ଟ ଆଉଟ୍ ସିଷ୍ଟମ ଅଛି ଆମର ଆପଣ ଯେଉଁ ପ୍ଲେଜିଂ କରିବି ଥିବେ ଯଦି ମାନେ ଜଣେ ଅର୍ଗାନ ତାର ଜୀବନରେ ପ୍ଲେଜିଂ କରିଛି ତାର ପ୍ଲେଜ୍ କାର୍ଡ଼ ଅଛି କି ନା ମୁଁ ମୋ ମୃତ୍ୟୁ ପରେ ମୁଁ ଚାହୁଁଛି ମୋ ଅଙ୍ଗଟା ଡୋନେଟ୍ କରାଯାଉ ୟୁଜ୍ ହେବ କାହାର ତଥାପି ଆମକୁ ତାଙ୍କର ନେକ୍ସଟ ଅଫ୍ କିନ୍ ନିୟରେଷ୍ଟ କ୍ଲୋଜ୍ ରିଲେଟିଭ୍ର ପରମିସନ୍ ନେବାକୁ ପଡ଼ିବ। ମାନେ ଯିଏ ପ୍ଲେଜ୍ କରିଥିଲେ ସେଇଟା ତାଙ୍କର ଗୋଟେ ଇଚ୍ଛା ସେ ପ୍ରକାଶ କଲେ ସେ ଇଚ୍ଛାଟାକୁ ଆମେ ଦେଖେଇ ପାରିବୁ ନା ତାଙ୍କର ଇଚ୍ଛା ଥିଲା ଆପଣ ଦିଅନ୍ତୁ ତଥାପି ସେ ଯଦି ମନା କରିବେ ନା ମୁଁ ମୋ ପୁଅର ଦେବାକୁ ଚାହୁଁନି ତାହେଲେ ଆମେ ପଛଘୁଞ୍ଚା ଦେବାକୁ କରିପାରିବେନି। ହଁ પછી ବିଭିନ୍ନ ଅନ୍ୟ ଦେଶରେ ସ୍ପେନ୍ ହଉ ୟୁରୋପର କିଛି ଦେଶରେ ସେଇଟା ଅଲଗା ସିଷ୍ଟମ ଅଛି ସେଇଟା ମାନେ ଅପ୍ଟ ଆପଣ ଯେତେ ପର୍ଯ୍ୟନ୍ତ କହିନାହାନ୍ତି ଯେ ମୋତେ ଦରକାର ଦେବିନି ବଡିଟା ମୋତେ ଦରକାର ବୋଲି କ୍ଲେମ୍ କରିନାହାନ୍ତି ସେଇଟା ଡୋନେସନ୍ ପାଇଁ ଯିବ। ସେଇଥିପାଇଁ ଗୋଟେ ରେଟ୍ ଥାଏ ପର୍ ମିଲିୟନ ପପୁଲେସନ୍ ଡିସିଜ୍ଡ ଅର୍ଗାନର ପର୍ ମିଲିୟନ ପପୁଲେସନ୍ ରେଟ୍ ଭଲ ମାନେ ଯେଉଁଟା ସକ୍ସେସଫୁଲ୍ ଚାଲିଛି ସ୍ପେନ୍ର ଅଛି 35 ଲକ୍ସମବର୍ଗ ଅଛି 31 ଆପଣ ଭାବିଛନ୍ତି ଆମେରିକାରେ 25+, ଇଣ୍ଡିଆରେ ସେଇଟା 0.65। ଯଦି ଆମେ ଫେରିବା ଆମ ରାଜ୍ୟ କଥାକୁ ତାହେଲେ ଧରନ୍ତୁ ଜଣେ ବ୍ୟକ୍ତି ପ୍ଲେଜ୍ କରିଛନ୍ତି ରେଜିଷ୍ଟ୍ରେସନ୍ କରିଛନ୍ତି ଦେବା ପାଇଁ ଚାହିଁଛନ୍ତି ତାପରେ ମୃତ୍ୟୁବରଣ କରିଛନ୍ତି ଆପଣ ଜାଣିବେ କେମିତି ସେ ବ୍ୟକ୍ତି ମୃତ୍ୟୁବରଣ କଲେ ବୋଲି? ସେଇଟା ଆମକୁ ଇନଫର୍ମେସନ୍ ଆସିବ ତାଙ୍କ ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର ମାନଙ୍କର ଗୋଟେ ଗ୍ରୁପ୍ ଅଛି ସେମାନେ ସବୁବେଳେ ତାଙ୍କର ୱିକଲି ମିଟ୍ ରିଭ୍ୟୁ ହୁଏ ଆମେ ପ୍ରତି ୱିକଲି किए पेसेंट ऐड है वेटिंग लिस्ट रे को हॉस्पिटल किए ऐड है सबुले मीटिंग करी से जानती से सांगे सांगे गोटे आइडेंटिफाई कले कि नहीं ये पेसेंट राजी फोरम भाया सी पेसेंट जो फास्ट ब्रेन डिक्लेरेशन है से आइडेंटिफाई कले पेसेंट जे कथबार्ता कले फास्ट डिक्लेरेशन बेलू पेसेंट लोक कले ना आम अंग देवाई
सहमत राजी से सांगे सांग सोटो को ट्रांसप्लांट कोऑर्डिनेटर कि मते कोऑर्डिनेट जणे करिवे सेटू आमे केते तार समय ब्लड भितर ग्रुप हां आमे तार ब्लड ग्रुप कोन से पेशेंट से ब्लड ग्रुप हिसाब रे आमे हमर लिस्ट रेडी कर देबू गोटे किडनी ताहले मते कहिवे जो लिस्ट कथा आपण कहले हम राज्य रे वर्तमान स्थिति कोन अछि आपण टिके आईडिया देबे कि किडनी पई कोन अछि हम राज्य रे एटा तो हमरो भारत वर्ष रे 13टा माने स्टेट डिसीज ऑर्गन प्रोग्राम करूछि ओडिशा वाज द लास्ट एडिशन आमे 2019 रे बहुत सक्सेस पाइथिलु आम 3टा ट्रांसप्लांटेशन हेतिला 6 जन किडनी पाइचंती तापर कोरोना पई ओडा टिके अटकी जाइछि फेर आमे एटा को बढ़ौछु निहाती करिवु एतरे कोन होछि ना पब्लिक प्राइवेट पार्टनरशिप बेसी दरकार होछि केना भारत वर्ष रे जा देखा है 95% डिसीज ऑर्गन ट्रांसप्लांटेशन प्राइवेट हॉस्पिटल रहउछि अच्छा कहना गवर्नमेंट रे तो आपण जानउचंती कि सुजोग बहुत प्रेशर थाए काम थाए या भितरे एते बल थाए प्राइवेट रे आपनकर ब्रेन डेड डिक्लेरेशन कोन 4टा डॉक्टर रिपोर्ट दरकार गोटे आईसीयू रे थिबा डॉक्टर न्यूरोलॉजिस्ट दरकार मेडिकल सुपरिटेंडेंट दरकार 6 घंटा भीतर से फेर आसी पुनी शीघ्र दरकार सब माने हां एटा गोटे फास्ट पैक माने गोटे मल्टीपल लोकंकर इन्वॉल्वमेंट अछि गोटे टीम एफर्ट दरकार आ माने फास्ट डिक्लेरेशन रु जेते फास्ट डिक्लेरेशन हला 16 घंटा पर ठू ट्रांसप्लांट हे जारथियो अच्छा माने 16 घंटा गैप रे से किडनी कोडे पळैथियो लिवर कोडे पळैथियो हेई परे आपनकर सोटो रे आपण एग्जैक्टली कोन काम करछन हमें हेलु आम काम होला अवेयरनेस फास्ट होला अवेयरनेस बढ़ेवा हमर लैक ऑफ अवेयरनेस होला मेन हिंड्रेंस ए प्रोग्राम अवेयरनेस बढ़िया पई प्रोग्राम विभिन्न विभिन्न प्रोग्राम करा होची लोक को जानिया कथा लोक को भीतर जानियार आ गोटे रोची जो फेथटा हमर मेडिकल साइंस माने मेडिसिन ये ऊपर लोक को फेथ लोक भाबे कि आमे जाइथिलु ट्रीटमेंट होवा पई हमु कहलेनी अंगोटा दियो सेटा भी लोक को टिके ये करियार अछि कि एथरे आ काहे गोटे स्टिग्मा जो अटैच आज्ञा और रिलीजियस बिलीफ एगुडा को ताछडा वेट लिस्टिंग टा को भी आपण मैनेज वेट लिस्टिंग टा भी ना छोटोर काम होला आ सब लाइव रिलेटेड रजिस्ट्री मेंटेन करबा हमर 111 टा ट्रांसप्लांट हलानी ए वर्ष समस्त को डाटा हम गोटे नेशनल रजिस्ट्री मेंटेन हमें डोनर साइड रो रजिस्ट्री कथा होतले रेसिपिएंट साइड रो जणे ग्रहण करिया चाहउचंदी बा जणे परिवार वर्गों आवश्यक अच्छी सी जाकि आपन को कोठी अप्रोच करिवो सी जाकि हमको अप्रोच करिवो हमर ऑफिस रे एससी मेडिकल कॉलेज सोटोरे जी ना रजिस्टर करिया को चालू चाहूची सी ता डॉक्यूमेंट्स नै कि आसीबो कि मु एमती सफर करची ता डॉक्टर को लेखि कि आसीबो कि मु किडनी फेलियर सफर करची मु डायलिसिस हेची 3 मास हेई सालिनी मु ना एथरे लेखिया चाहूची ता ब्लड ग्रुप रो कागज पक आनले ताको हमें रखियो वेटिंग लिस्ट जेतोले आसीबो ताले ताको इमीडिएटली रेडी कोन मैचिंग करंदे गोटे हला ब्लड ग्रुप हला आ कोन मैचिंग करंदे तापर एचएलए क्रॉस मैच अछि टिश्यू लेवल रे मैचिंग हबो अच्छा ब्लड ग्रुप तो हला ब्लड ग्रुप तो अपन मैचिंग माने कोन ए ओटा यूनिवर्सल ए को जीवो तार सब अच्छी स्कोरिंग ए को जीवो तानर बी को जीवो ए बी टा खाली ए बी को जीवो ओ को जीवो ना तापर ए को जीवो तापर बी को जीवो तार सिस्टम अछि आपण कहउतले कोरोना रो किछि इंपैक्ट पड़ी छि बोली कोरोना पई तो ट्रांसप्लांटेशन इटसेल्फ किछ टाइम बंद थिला माने गाइडलाइन यूनिवर्सल गाइडलाइन थिला ट्रांसप्लांटेशन कोरोना रो पई बंद थिला नै कोरोना ट्रांसप्लांटेशन टा कोन आपण गोटे लोकर किडनी आनी आउ जन लोक लगेले ताकू जदि सस्पेक्टेड कोरोना थिबो अच्छा ट्रांसमिशन रो गोटे भय थिला ना प्रथम जले बाहर थिला 2019 मार्च रे सेतले गाइडलाइन न आसिया पर्यंत मार्च एप्रिल मई जून सब बंद थिला माने लाइव रिलेटेड भी बंद थिला आपण भावतु ओडिसा रे 100 ट्रांसप्लांटेशन होउची प्राइवेट गवर्नमेंट मिसई वर्तमान सुधा केते अंगदान हेलानी ओडिसा रे ए वर्ष तो 100 प्लस हेसला नै अंगदान कहि परबे आपण माने हमर मल्टी ऑर्गन बॉडी आसिलानी नै नै मल्टी ऑर्गन प्रोग्राम हमर तो ओडिसा रे नाही अच्छा मल्टी ऑर्गन प्रोग्राम टा हेला पर ही डिसीज ऑर्गन रो मेन ता उठिबो मल जेते पण आपण भावतु किडनी रो रिक्वायरमेंट रहिछि लोक से लाइव रिलेटेड करि दोछन ना 100 टा ट्रांसप्लांट जो हेछि सेटा किडनी हेछि बुझछन तो कोन सेटा माने डिसीज टा मल्टी ऑर्गन हेले ही जाय कोन अच्छा मल्टी ऑर्गन न हेले केतेटा केस हेछि मते जदी आपण तीनटा हेछि बनो तीनटा पर्यंत सक्सेसफुल केस हेछि ओनली किडनी धन्यवाद आपण को डॉक्टर सामल आपण एते समय आपनकर अनुभूति हम से तो बांटी थारु आमे कृतज्ञता ज्ञापन करू दर्शक बंधु वर्तमान समय होछि आपण थारु विदाय नगर आमे कथा होथलु अंगदान संपर्क रे अंगदान विषय रे अधिक रु अधिक सचेतनतार आवश्यकता रहिछि अधिक रु अधिक अंगदान करिवार आवश्यकता रहिछि जणे मृत व्यक्तिंकर शरीर मृत्यु पर मध्य अमर रही पारिबो एथिपाई आमे समस्ते चेष्टा करिबा उचित कार्यक्रम मिलाणी दिंतु नमस्कार।